ଗୋଟେ ଅଜବ କଥା ଦେଖନ୍ତୁ, ଏକା ସାଙ୍ଗରେ ତଳି ପଡ଼ିଥିଲା କିନ୍ତୁ ଏ ବିଲ ଦେଖନ୍ତୁ ଆଉ ଏ ବିଲ ଦେଖନ୍ତୁ। ଏ ବିଲ 2.5 ମାସ ହେବ ରୁଆ ହେଇଛି, 15 ଦିନ ଆଗୁଆ ରୁଆ, ଇଏ ହେଉଛି 15 ଦିନ ପଛୁଆ ରୁଆ। ଦେଖନ୍ତୁ ଏ ଧାନର ଦେଖନ୍ତୁ, ଏ ଧାନ ଗଛ ଦେଖନ୍ତୁ, ଏ ଧାନ ରୁଆ ବା ହେଇଗଲା 2 ମାସ 15 ଦିନ। ଏ ଧାନ ମାତ୍ର 2 ମାସରୁ 9 ଦିନ କମ୍ ଅଛି। ଏ ଧାନ ଏବେ ପୋତା ହେଇଛି, ଜଷ୍ଟ 2ଟା ପିଡ଼ିଆ ମରା ହେଇଛି, ଏଇଟା କିନ୍ତୁ 3ଟା ପିଡ଼ିଆ ମରା ସରିଛି। ଏ ବିଲର ଅବସ୍ଥା ଦେଖନ୍ତୁ, ଏ ବିଲର ଅବସ୍ଥା ଦେଖନ୍ତୁ। ଆପଣ ଟିକେ କମେଣ୍ଟ କରନ୍ତୁ ଯେ ଏ ଧାନ ଏତେ ଶୀଘ୍ର ଜଲ୍ଦି ହେଲା, 15 ଦିନ ଲେଟ୍ ହେଲା ବୋଲି ଏ ଧାନ ଏମିତି କେମିତି ହେଲା, ଆଉ ସେଇଟା 15 ଦିନ ଲେଟ୍ ହେଲା ବୋଲି କ'ଣ ତାକୁ ଅଭାବ ମିଳିଲା, ପ୍ରୋଟିନ୍ ଅଭାବ କି କ'ଣ ମିଳିଲା, ଲୋକମାନଙ୍କୁ ମୁଁ ବି କିଛି ଶିଖିବାକୁ ଚାହୁଁଛି ଯେ ଆମର ଆଉ ପରିବେଶ ବିଷୟରେ, ଧାନ ଚାଷ ବିଷୟରେ କିଛି ମୁଁ ଶିଖିବାକୁ ଚାହୁଁଛି। ଏଥିପାଇଁ ଆପଣମାନଙ୍କୁ କହୁଛି ମୋତେ ଆପଣଙ୍କର ସହାୟତା ଦରକାର। ଏଇଟା ହେଉଛି ଆମ ବାପା ଆଉ ବଡ଼ ବାପା ଆଣିକା ଏଇଟାକୁ ବିଲଟାକୁ ଟାଇମ୍ କରୁଛନ୍ତି। ଏଇଟା ନିଜେ ଲୋକ ଲଗେଇକି ଲୁଇଛି। ବାପା ଆଣିକା ମାରିଥିବା ହେଉଛି ସାର ଏବଂ ମୁଁ ମାରିଥିବା ସାର ଭିତରେ ବହୁତ ତଫାତ୍। ଦେଖନ୍ତୁ ଆମେ ହେଉଛି ଆଜିର ମଣିଷ, 2 ମାସର ତଳିକି ଦେଖନ୍ତୁ ଗଛ ଏପର୍ଯ୍ୟନ୍ତ ହେବାକୁ ନାହିଁ, କିନ୍ତୁ ସେଇ ମଣିଷ ମାନେ ଆମ ବାପା ଆଣିକା 2.5 ମାସର ହେଲେ ରୁଆ ହେଲାଣି, ଆଉ ସେ ଏକା ସେମ୍ ତଳି। ଦେଖନ୍ତୁ ଏ ଗଛ କେମିତି ଗ୍ରୋଥ୍ ହେଇଛି। ଆଉ ଏଇଥିରୁ ଆପଣମାନେ ଜାଣିପାରୁଥିବେ ଯେ ଓଲ୍ଡ ଇଜ୍ ଗୋଲ୍ଡ। ନ୍ୟୁ ଜେନେରେସନ୍ର କିଛି ବି ମାନେ ପରିଚୟ ନାହିଁ।